ହ୍ୟାଲୋ ହାଏ ନମସ୍କାର ଜୟ ଜଗନ୍ନାଥ। ପଳେଇ ଆସିଲେ ଆଜ୍ଞା ଦର୍ଶନ କରିବା ପାଇଁ ବାଲେଶ୍ୱର ନୀଳଗିରି ମନ୍ଦିର ଶ୍ରୀ ଜଗନ୍ନାଥଙ୍କୁ। କ'ଣ କରିବା ଆଜ୍ଞା, ଡୋରି ସେ ତାଙ୍କ ଆଡ଼ୁ ଲଗେଇ ଦେଉଛନ୍ତି। ଖାଲି ଡୋରି ତ ଲାଗିଲେ ହବନି, ଆପଣ ମନରେ ଭକ୍ତି ଇଚ୍ଛା ଶକ୍ତି ଥିବା ଦରକାର। ଏଇ ଜିନିଷ ସବୁ ମିଶିଗଲେ ଦର୍ଶନ ଆପେ ଆପେ ହୋଇଯାଏ। ମନ୍ଦିରକୁ ଯାଉ ଯାଉ ଭଗବାନଙ୍କର ପହଡ଼ ପଡ଼ିଯାଇଥିଲା। ଜଗନ୍ନାଥ ନିଜେ ଯେମିତି ମୋତେ କହିଦେଲେ, ଆଗ ଖାଇଦେ ତାପରେ ମୋତେ ଦର୍ଶନ କରିବୁ। ଅଭଡ଼ା ଆଣିଲି, 80 ଟଙ୍କାରେ ଏତେ ଦେଇଦେଲେ ଖାଇବା ପାଇଁ ଯେ ମୁଁ ଖାଇପାରିଲିନି। ଜଗନ୍ନାଥଙ୍କୁ ମା ଲକ୍ଷ୍ମୀ ମୁଣ୍ଡିଆ ମାରି ବାଧ୍ୟ ହୋଇକି ଅଭଡ଼ା ତାକୁ ଫୋପାଡ଼ିଲି। କ'ଣ କରିବି, ବହୁତ ଦୁଃଖ ଲାଗୁଥାଏ। ହଉ ଚାଲନ୍ତୁ ଜାଣିବା ମନ୍ଦିର ବିଷୟରେ କିଛି କଥା। ନୀଳଗିରି ମନ୍ଦିର ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ତୃତୀୟ ଶ୍ରୀକ୍ଷେତ୍ର। ମୂଳ ମନ୍ଦିର ଓ ଜଗମୋହନଟି ଉତ୍କଳୀୟ ପୀଢ଼ ଶୈଳୀରେ ତିଆରି। ଗର୍ଭଗୃହରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସଙ୍ଗେ ସଙ୍ଗେ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ରତ୍ନବିଧି ଉପରେ ପୂଜିତ। କିମ୍ବଦନ୍ତୀ ଅନୁସାରେ ନୀଳଗିରିର ସ୍ୱର୍ଣ୍ଣଚୂଳ ପାହାଡ଼ର ଶିଖରରେ ବାସ କରୁଥିଲେ ଶୁକସାରୀ ଦମ୍ପତି। ରାଜାକୁ ସେମାନେ ଭବିଷ୍ୟବାଣୀ ଶୁଣାଉଥିଲେ। ମନ୍ତ୍ରୀ, ପୁରୋହିତ, ପାରିଷଦ ତୁଳନାରେ ଶୁକସାରୀ ଦୁହେଁ ଥିଲେ ରାଜାଙ୍କର ଅତି ବିଶ୍ୱସ୍ତ ଯୋଗ୍ୟ। ଏକଥା ଶୁକସାରୀ ଦୁହେଁ ସୂଚନା ଦେଲେ, ସ୍ୱର୍ଣ୍ଣଚୂଳ ପାହାଡ଼ର ଦେଶରେ ନୀଳଗିରି ନାଥଙ୍କୁ ପ୍ରତିଷ୍ଠା କରାଇଲେ ରାଜ୍ୟର ମଙ୍ଗଳ ହେବ। ଏହି ନିର୍ଦ୍ଦେଶକ ପାଳନ ପୂର୍ବକ ତତ୍କାଳୀନ ରାଜା ରାମଚନ୍ଦ୍ର ଦେବ ବରଦରାଜ ହରିଚନ୍ଦନ 1750 ମସିହାରେ ଏହି ମନ୍ଦିର ସ୍ଥାପନ କରିଥିଲେ। ଜୟ ଜଗନ୍ନାଥ ମହାପ୍ରଭୁ, ଜୟ ଜଗନ୍ନାଥ। ଯେବେ ବି ଜଗନ୍ନାଥଙ୍କ ପାଖକୁ ଗଲେ ମନରେ ବହୁତ କିଛି କୋଶ୍ଚିନ୍ ଥାଏ କରିବା ପାଇଁ, କିନ୍ତୁ କ'ଣ କରିବି, ସେ ଚକା ନୟନରେ ଯେତେବେଳେ ଆଖି ମିଶିଯାଏ ସବୁ କିଛି ମୁଁ ଭୁଲିଯାଏ। ପ୍ରଭୁ ତମକୁ କ'ଣ ବା ମାଗିବି, ଏ କଳି ଯୁଗରେ କେବଳ ତମେ ହିଁ ସତ। ମୋତେ ଏମିତି ବଞ୍ଚେଇକି ରଖିଥାଅ, ଏ ଆଖି ମୋର ଦୁଇଟା ସେମିତି ଥାଉ ତମକୁ ଦର୍ଶନ କରିବା ପାଇଁ, ଆଉ ଭାଗ୍ୟ ଥିଲେ ତମର ଖାଲି ସେବା କରିବା ପାଇଁ। ଏତିକି ଚାହୁଁଛି ମହାପ୍ରଭୁ, କିଛି ମୁଁ ଆଉ ଚାହୁଁନି। ସାରା ସଂସାରକୁ ଭଲରେ ରଖ ବାସ୍।